ଅଗ୍ନିକାଣ୍ଡରେ ଚାରି ବଖରା ପୋଡ଼ି ପାଉଁଶ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ଇଚ୍ଛଦା ସୁତାର ସାହିର ଉଦୟ ନାୟକଙ୍କ ଆଜି ଦିନ 12ଟା ସମୟରେ ଚାରି ବଖରା ଘର ଅଗ୍ନିକାଣ୍ଡରେ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଧାମନଗରରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ କେମିତି ଲାଗିଲା ତାହାର ସଠିକ୍ ତଥ୍ୟ ପର୍ଯ୍ୟନ୍ତ ମିଳିପାରିନାହିଁ। ମୋ ନାଁ ସୌମ୍ୟ ରଞ୍ଜନ ନାୟକ। ନିଆଁ ତ କେମିତି ଲାଗିଲା ଆମେ ଦେଖିନୁ, ଆଶା ଭାବୁଛୁ ବୋଧେ ସେ ଯେଉଁ ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ରୁ ହେଇଥିବ ବୋଧେ। ଆଉ ଆମେ କେହି ଘରେ ନଥିଲୁ। ସେ ଯାକ ପିଇସା ଯିଏ ନିଆଁ ଲାଗିଛି ଘରେ, ସିଏ ବି ଘରେ ନଥିଲେ, ସମସ୍ତେ ବାହାରେ ଥିଲୁ। ଘରେ ପିଲା 2-3 ଜଣ, କାଲି ଯେହେତୁ ଶିବରାତ୍ରି ମେଳା ଥିଲା, ପିଲା ଘରେ ରାତି ମେଳା ବୁଲାବୁଲି କରି ପିଲା ଶୋଇଥିଲେ। ଆଉ ହଠାତ୍ କିନା ନିଆଁ ଲାଗିଲା। ଆଉ ପାଖରେ ଯିଏ ସବୁ ଥିଲେ, ସବୁ ଗାଁ ଲୋକ, ସେ ସବୁ ଦେଖିକି ଆସିକି ହଠାତ୍ କିନା ଡାକ ଛାଡ଼ିଲେ। ତାପରେ ନିଜେ ଚଢ଼ିକି କିଛି ପଡ଼ୋଶୀ ମାନେ ସବୁ ସିଡ଼ି ଲଗେଇ ଚଢ଼ିକି ନିଆଁଟାକୁ ଆୟତ୍ତ କଲେ, ପାଣି ଫାଣି ଢଳାଢଳି କଲେ। ଆଉ ହଠାତ୍ ହଁ, ଦମକଳ ଆସିକି ପହଞ୍ଚିଲା। ଦମକଳ ଆସିକି ନିଆଁକୁ ଆୟତ୍ତ କରିଛି। ଆଉ ଲୋକମାନେ ଚେଷ୍ଟା କରୁଥିଲେ, ତାପରେ ପୁଣି ଦମକଳ ଆସିକି ପହଞ୍ଚିଲା। ଆଉ କ'ଣ କହିବୁ, ଏ ତ ଗୋଟେ ଦୈବୀ ଦୁର୍ବିପାକ। ବହୁତ ଦୁଃଖ ଲାଗୁଛି, କାରଣ ଏଭଳିଆ ମାନେ ଯେଉଁ ସମୟରେ କି ମାନେ ସରକାରଙ୍କ ଯୋଜନାରେ ଯେତେବେଳେ ଘର ଘରକା ବର୍ତ୍ତମାନ ପକ୍କା ଘର ହେଇଗଲାଣି, ଆଉ ସେତେବେଳେ ଗୋଟେ ଚାଳ ଘରଟେ ରହିଛି। ସେଥିପାଇଁ ସରକାର ଯଦି କିଛି ଗୋଟେ ସାହାଯ୍ୟ ସହଯୋଗ କରନ୍ତେ, ସେଇଟା ଗୋଟେ ନିହାତି ଆବଶ୍ୟକ। କାରଣ ଆଜିକା 2026 ମସିହାରେ ଡବଲ ଇଞ୍ଜିନ୍ ସରକାରରେ ଆମେ ଆଉ ଚାହୁଁନୁ ଯେ କେଉଁଠି ଏମିତି ଚାଳ ଘର ରହୁ, ଲୋକମାନେ, ଗରିବ ଲୋକମାନେ ଏମିତି ଅସୁବିଧାର ସମ୍ମୁଖୀନ ହୁଅନ୍ତୁ। ତେଣୁ ସେଥିପ୍ରତି ଟିକେ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ଆମେ ସରକାରଙ୍କୁ ଅନୁରୋଧ କରିବୁ। ଆଉ ଆମେ ଆଉ କ'ଣ କରିପାରିବା। ମୁଁ ଉଦୟ ନାୟକ। କ'ଣ କେମିତି ଘର ନିଆଁ ଲାଗିଲା? ଘର 12:10 ବେଳେ ଗାଁ ଲୋକ ଦେଖିକି ଆମକୁ ଖବର କଲେ। ମୁଁ ଘରେ ନଥିଲି, ମୁଁ ମନ୍ଦିର ପାଖରେ ଥିଲି। ମିସେସ୍ ଥିଲେ ସ୍କୁଲରେ, ଆଉ ଛୁଆ 3ଟା ସେ ଘରେ ବସି ଖେଳୁଥିଲେ। କିନ୍ତୁ ହଠାତ୍ ଧୂଆଁ ଉପରକୁ ଉଠିଲା। ଧୂଆଁ ଯେତେବେଳେ ଉପରକୁ ଉଠୁଛନ୍ତି, ଗାଁ ଲୋକ ଦେଖିକି ହୁଡ଼ି ଛାଡ଼ିଲେ। ତାପରେ ତ ସମସ୍ତେ ବେଢ଼ି ଗଲେ। ବେଢ଼ି ଯାଇକି ପାଣି ଫାଣି ପକେଇକି ସେ ଘରଟା ଲିଭେଇ ଦେଇଛନ୍ତି। ଆଉ ହଁ, ଦମକଳ ଆସିଥିଲେ। ଦମକଳ ଆସିକି ପହଞ୍ଚିଲା। ଆର୍ଆଇ ଆସିଥିଲେ, ଆର୍ଆଇ ମହୋଦୟ ଆସିଥିଲେ। ଆର୍ଆଇ ମହୋଦୟ ଆସିକି ରିପୋର୍ଟ ବର୍ତ୍ତମାନ ନେଇକି ଗଲେ। କ'ଣ ଘର ଖଣ୍ଡେ ମିଳିଲେ ସେ ଘରଟା କମ୍ପ୍ଲିଟ୍ କରିଦେଇକି ଘରଟା କରିବ। ଆଉ ଧାମନଗରରୁ ଫିରୋଜ ସାଙ୍କ ରିପୋର୍ଟ, କୋଣାର୍କ ନ୍ୟୁଜ୍ 24।